ଆରେ ବାବାରେ, ସାଇବାବୁ କ'ଣ ଖାଇ ପକେଇଲେଣି ଦେଖିବା ଆସନ୍ତୁ ଆଜି ଆମ ଘରକୁ। ତ ସକାଳୁ ସକାଳୁ ଚିକେନ୍ ନେଇକି ଆସିଲେ ଭାରି। ଚିକେନ୍ ପୁରା ଫ୍ରେଶ୍ ଥିଲା। ତ ମୁଁ ଚିକେନ୍କୁ ଦେଖିକି ବହୁତ ଖୁସି ହେଇଗଲି ଆଜି, କାରଣ ମୋତେ ଖାଇବା ପାଇଁ ବହୁତ ମନ ଥିଲା। ତ ସେଠି ଟିକେ ହଳଦୀ ଗୋଳେଇ ଦେଲି, ହଳଦୀ ଲୁଣ ଟିକେ ଗୋଳେଇ ଦେଇକି ତ ଲାଗି ପଡ଼ିଲି କାର୍ଯ୍ୟକ୍ରମରେ। ଆଉ ଚିକେନ୍ରେ ଟିକେ ଆଳୁ ପକାଇଲେ ମୋତେ ବହୁତ ଭଲ ଲାଗେ, କିନ୍ତୁ ଆମ ଘରେ ନା ଆଳୁ ପକାଇବା ପାଇଁ କେହି ପସନ୍ଦ କରନ୍ତିନି, କିନ୍ତୁ ମୋତେ ଟିକେ ଭଲ ଲାଗେ। ତ ତା ସଙ୍ଗକୁ କିଛି ବେସିକ୍ ମସଲା ସବୁ ଆଡ଼୍ କରିକି ଚିକେନ୍କୁ ମୁଁ ରାନ୍ଧି ନେଲି। ଆଉ ସାଇବାବୁ କହୁଥିଲେ, ମାମା ମାମା ଚିକେନ୍ ହେଲାଣି କି ନାହିଁ ତମର? ମୁଁ କହିଲି, ବାବା ଟିକେ ରହିଯା, ମୁଁ ପରା ଏବେ କାମରେ ଲାଗିଛି, ଚିକେନ୍ ହେଇଯିବ, କିଛି ବ୍ୟସ୍ତ ହେବାର ନାହିଁ। ଏ କହିଲେ, ନା ନା ଜଲ୍ଦି କର, ବାବା ପରା ଲେଗ୍ ପିସ୍ ନେଇକି ଆସିଛନ୍ତି। ଆଉ ମୁଁ ଆଜି ଲେଗ୍ ପିସ୍, ସେଇଠୁ ମୁଁ ଜାଣିପାରିଲି ଯେ ବାବୁଙ୍କର ଆଜି ଲେଗ୍ ପିସ୍ ଖାଇବାର ବହୁତ ମନ। ତ ମୁଁ କହିଲି, ଆଚ୍ଛା ଠିକ୍ ଅଛି ବାବା, ତୋର ଲେଗ୍ ପିସ୍ ମୁଁ ରେଡ଼ି କରିକି ତୋ ପାଖକୁ ନେଇଦେବି। ସେ କହିଲେ, ଆଚ୍ଛା ଠିକ୍ ଅଛି ମାମା, ତୁମେ ଜଲ୍ଦି ଜଲ୍ଦି କରିଦିଅ, ମୁଁ ମୋର ଟାସ୍କ କରିନେବି ସବୁ। ମୁଁ କହିଲି, ଆଚ୍ଛା ଠିକ୍ ଅଛି, ନିଜେ ନିଜେ ଆଜି ଟାସ୍କ କରିନେବୁ ଯଦି ବହୁତ ଭଲ। ତ ମୁଁ ଚିକେନ୍ ରେଡ଼ି କରିକିନା ତା ସାଙ୍ଗକୁ ଗରମା ଗରମ ଉଷୁନା ଭାତ ଆଉ ଚିକେନ୍ ଲେଗ୍ ପିସ୍ ତା'ର ମୁଁ ବାଢ଼ିକି ତା ପାଖକୁ ନେଇଦେଲି। ଦେଖିକି ବହୁତ ଖୁସି ହେଇଗଲା ମୋ ପୁଅ, ଖୁସି ହେଇଗଲା ତା'ର, ସେ ଚିକେନ୍ ଆଜି ଖାଇବ। ତ ଚିକେନ୍ ଖୁସିରେ ନା ଆଜି ସେ ତା'ର ନିଜର ଟାସ୍କ କରିଦେଇଛି ସ୍କୁଲର। ତ ମୋ ପାଇଁ ଏଇଟା ବହୁତ ବଡ଼ କଥା। ଦିନକୁ ଦିନ ପିଲା କେତେବେଳେ ବଡ଼ ହେଇଯାଏ କିଛି ଜଣାପଡ଼ୁନି, କେମିତି କେଜାଣି। ଯେମିତି ଲାଗୁଥିଲା କାଲି ମୋ କୋଳରେ ପୁରା ଛୋଟଟିଏ ହେଇଥିଲା, 6 ମାସର ହେଇଥିଲା, ଏବେ ଯେମିତି ଲାଗୁଛି କେତେ ଜଲ୍ଦି ସେ 4 ବର୍ଷର ହେଇଗଲା। ଦେଖୁ ଦେଖୁ ପିଲା କେତେବେଳେ ବଡ଼ ହେଇଯାଆନ୍ତି କେହି କହିପାରିବେନି। ସତରେ ଆଜି ଯେମିତି ମୋ ମାଆଙ୍କ କଥା ଆଜି ବହୁତ ମନେ ପଡ଼ୁଛି। ମୋ ବୋଉ ବି ମୋତେ କୁହେ ଯେ ପିଲାମାନେ କେତେ ଜଲ୍ଦି ବଡ଼ ହେଇଯିବେ ତାହା ଜଣା ହିଁ ପଡ଼େନି। ଯେତେବେଳେ ପାଖରେ ଥାଆନ୍ତି ସେତେବେଳେ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ। ଯେତେବେଳେ ଦୂରେଇ ଯାଆନ୍ତି ମନ ଭିତରେ ଚାପି ରହିଥିବା ଭଲ ପାଇବା, ସ୍ନେହ, ଶ୍ରଦ୍ଧା ସବୁ ବାହାରକୁ ଆସିଥାଏ। ତ ଛାଡ଼ ସେ କଥା ସବୁ। ଏବେ ନା ଦେଖନ୍ତୁ ସାଇବାବୁଙ୍କର ଖାଇବା ଭାତ ଟିକେ 2 ମୁଠା ଭାତ ଖାଇବ କି ନାହିଁ, ତା'ର ଚିକେନ୍ରେ ତା'ର ଲଢ଼େଇ ଚାଲିଲା, ଲେଗ୍ ପିସ୍ ମୁଁ ଖାଇବି। ମୁଁ କହିଲି, ହଉ ତୁ ଖା। ତା ବାବା କହିଲେ, ଆଜି ଚିକେନ୍ ତ ହେଇଛି, ଚିକେନ୍ ସାଙ୍ଗକୁ ଆଉ କିଛି ସ୍ପେଶାଲ୍ କର, ଖାଲି ଭାତ କରିଦେଲେ କ'ଣ ହେବ? ମୁଁ କହିଲି, ଆଉ ତମର ପୁଣି କ'ଣ ଦରକାର? ସେ କହିଲେ, ମୋ ପାଇଁ ଟିକେ ବିରି ବରା ବନେଇ ଦିଅ, ବହୁତ ଦିନ ହେଲାଣି ବରା ଖାଇବା। ଏଠି ଜାମଶେଦପୁରରେ ବରା ତ ମିଳେ, କିନ୍ତୁ ସେ ବରାରେ ନା ଯେଉଁ ସୋଢ଼ା ପକାନ୍ତି ନା, ଆମ ଓଡ଼ିଶା ଟାଇପ୍ର ବରା ନୁହଁ ପରିକି ମୋତେ ଲାଗେନି। ମୋତେ କାହିଁ ଏଠି ଏତେ ଟେଷ୍ଟ ଲାଗେନି। ତ ମୁଁ ଆମର ଯେବେ ବି ମନ ହୁଏ ମୁଁ ଘରେ ହିଁ ତିଆରି କରେ ବରା, ମୋତେ ବହୁତ ଭଲ ଲାଗେ। ଆଉ ମୁଁ ନିଜେ ବି ବହୁତ ଭଲ ସେ ବରା ବନେଇ ଶିଖିଛି। ଆମର ବହୁତ ଭଲ ବରା ବି ହୁଏ। ତ ମୁଁ ସେଥିପାଇଁ ତାଙ୍କ ପାଇଁ ଚିକେନ୍ ଆଉ ସେ ବରା ଛାଣିଲି। ଦେଖନ୍ତୁ ବରା ବ୍ୟାଟର, ଦେଖନ୍ତୁ ବ୍ୟାଟର ଆଗରୁ ହିଁ ରେଡ଼ି କରିଦେଇଥିଲି, ବିରିର ବ୍ୟାଟର ଥିଲା। ତ ସେଠି ଖାଲି ଟିକେ ସୁଜି ଆଉ ଟିକେ ଅଦା, ପିଆଜ ଆଉ ଭୃସଙ୍ଗ ପତ୍ର ଆପଣମାନେ ପକାଇ ପାରିବେ, ଅପସନାଲ୍। ତ ମୋ ପାଖରେ ତ ନଥିଲା ଭୃସଙ୍ଗ ପତ୍ର, ତ ମୁଁ ଖାଲି ପିଆଜ ଟିକେ, ଅଦା ଆଉ ଜିରା ଆଉ ଲୁଣ ଟିକେ ଟେଷ୍ଟ ଅନୁସାରେ ପକାଇକି ମୁଁ ବରା ଛାଣିଥିଲି। ଆଉ ଟିକେ ଖାଇବା ସୋଡ଼ା ଆପଣଙ୍କ ଇଚ୍ଛାରେ ଆପଣ ପକାଇ ପାରିବେ, ଅଳ୍ପ ଟିକେ। ତ ସେ ଟିକେ ତାଙ୍କ ପାଇଁ ବୋଲି ମୁଁ ସୋଢ଼ା ପକାଇ ନଥିଲି, କେବଳ ବ୍ୟାଟରରେ ହିଁ ମୁଁ ସେମିତି ହିଁ କରିଥିଲି। ତ ଦେଖନ୍ତୁ କେତେ ବଢ଼ିଆ ହେଇଥିଲା। ବରା ବହୁତ ବଢ଼ିଆ ହେବ। ବରା ଖାଇବା ପାଇଁ ମୋ ହାତର ନା ସମସ୍ତେ ପାଗଳ, ପୁରା ହୋଟେଲ ପରିକି ପୁରା ବରା ହେଇଥାଏ। ହେଲା, ତାଙ୍କ ପାଇଁ ତ ବରା ରେଡ଼ି କରୁ କରୁ ସେ ଆସିଗଲେ। ତ ସେ ଆସିକି ମୋତେ ଡାକ ପକାଉଛନ୍ତି, କି କରୁଛ ଭାଉଜି? ତ ମୁଁ କହିଲି, ବରା ବନାଉଛି। କହିଲେ, ବରା ବନାଉଛ? ତ ତାଙ୍କର ବଙ୍ଗାଳୀ ଭାଷାରେ ସେ କହିଲେ। ତ ବଙ୍ଗାଳୀ ତ ମୋତେ ଟିକେ ଟିକେ ଆସେ, ତ ମୁଁ ତାଙ୍କ ସହିତ କଥା ହେଇଯାଏ।
ତାଙ୍କ ବି ଟିକେ ଦୁଇଟା ବରା ଦେଲେ, ସେ ବି ଖାଇକି ବହୁତ ଖୁସି ହେଇଗଲେ। କହିଲେ ଭାଉଜ ସତରେ ତୁମର ହାତରେ ନା ବହୁତ ଭଲ ଯାଦୁ ଅଛି, ଆପଣ ଯାହା ବି ବନାନ୍ତି ନା ବହୁତ ଟେଷ୍ଟି ଲାଗେ। ମୁଁ କହିଲି ଆଚ୍ଛା ହଉ ଠିକ୍ ଅଛି ନିଅନ୍ତୁ। ତ ତାଙ୍କ ତାରିଫ ଶୁଣିକି ମୋତେ ବି ଟିକେ ଭଲ ଲାଗିଲା, ଆଉ ତାଙ୍କୁ ଦୁଇଟା ବି ବରା ଦେଲି, ସେ ବି ଖାଇଲେ, ବହୁତ ଖୁସି ହେଇଗଲେ। ତ ମୋ ସ୍ୱାମୀଙ୍କର ତ ସେ କମ୍ବିନେସନ୍ ଖୋଜୁଥିଲେ, ବରା ସାଙ୍ଗକୁ ଚିକେନ୍ କମ୍ବିନେସନ୍ ତାଙ୍କର ଦରକାର ଥିଲା। ବାବା ଆଚ୍ଛା, ଆପଣଙ୍କୁ ବରା ସହିତ ଚିକେନ୍ କେବେ ଭଲ ଲାଗେ? ଯାହାକୁ ଭଲ ଲାଗେ ନା ସେ କେବେ କମେଣ୍ଟ କରିବେ ମୋତେ। ମୋ ସ୍ୱାମୀଙ୍କୁ ତ ବରା ସାଙ୍ଗକୁ ଚିକେନ୍ ବହୁତ ଭଲ ଲାଗେ। ତ ମୁଁ ସେଥିପାଇଁ ଗରମା ଗରମ ଦେଖନ୍ତୁ ବରା ହେଇଗଲା କେତେ ଫୁଲା ଫୁଲା, ଆଉ ପୁରା ସାଇଜ୍, ସବୁ ବରା ପୁରା ଗୋଟେ ସାଇଜ୍ର ପୁରା ହେଇଛି। ତ ବରା ଖାଇବା ପାଇଁ ବି ବହୁତ ବଢ଼ିଆ ଲାଗୁଥିଲା, ପୁରା ମୁସମୁସିଆ ହେଇଥିଲା, ଭିତର ପୁରା ସଫ୍ଟ ହେଇଥିଲା, ଦେଖିବା ପାଇଁ ବି ବହୁତ ହି ସୁନ୍ଦର ହେଇଥିଲା, ଯେମିତି ଆମ ଓଡ଼ିଶାରେ ଯେମିତି ତିଆରି ହୁଏ ବରା। ତ ମୁଁ ବି ପୁରା ଖାଇନେଲି, ଏନ୍ଜୟ କରିନେଲି, ଆଉ ଏତେ ବଢ଼ିଆ ଲାଗୁଥିଲା, ଆଉ କ'ଣ କହିବି। ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରିବେ।